ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀରୁ। ଚତୁର ଧରଣୀଧର ନିଜକୁ ମହାରାଣୀଙ୍କର ପୁତ୍ର ବୋଲି ପ୍ରଚାର କରି ଦେଇଥିଲେ। ଭୂୟାଁମାନେ ଧରଣୀଧର ଭୂୟାଁଙ୍କ କଥାକୁ ବିଶ୍ୱାସ କରି ବିଦ୍ରୋହ ଆରମ୍ଭ କରିଦେଲେ। ସେମାନେ ଶହ ଶହ ସଂଖ୍ୟାରେ ହାତରେ ଅସ୍ତ୍ରଶସ୍ତ୍ର ଧରି ରାଜନଗର ଆଡ଼କୁ ଅଗ୍ରସର ହେଲେ। ଫକୀରମୋହନ ମହା ଚିନ୍ତାରେ ପଡ଼ିଗଲେ। କି ଉପାୟ କରିବେ? କ'ଣ କରାଯାଇପାରିବ? ରାଜଭବନ କିପରି ସୁରକ୍ଷିତ ହୋଇପାରିବ? ଏହି ଚିନ୍ତାରେ ଘାରି ହେଉଥିବା ବେଳେ ରାଜା ଜୀବନ ବିକଳରେ ଜୀବନ ନେଇ ରାଜଭବନ ଛାଡ଼ି ନିରାପଦ ସ୍ଥାନକୁ ପଳାୟନ କରିଥିଲେ। ରାଜା ସିନା ରାଜନଗର ଛାଡ଼ି ଗଲେ, ହେଲେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଫକୀରମୋହନ ମେଳିଆଙ୍କ ହାତରେ ଧରା ପଡ଼ିଗଲେ। ସେ ଇଚ୍ଛା କରିଥିଲେ ମେଳିଆମାନଙ୍କ ଆଖିରେ ଧୂଳି ଦେଇ ଖସି ଚାଲି ଯାଇଥାନ୍ତେ, ମାତ୍ର ସେ ତାହା କଲେ ନାହିଁ। କାରଣ ସେ ରାଜାଙ୍କ ପରି ଭୀରୁ ବା କାପୁରୁଷ ନଥିଲେ। ସେ ଜନ୍ମରୁ ରୋଗିଣା ହୋଇ ଦୁର୍ବଳ ଶରୀର ଧାରୀ ହୋଇଥିଲେ ମଧ୍ୟ ତାଙ୍କର ମନୋବଳ ହିଁ ତାଙ୍କ ଶରୀରକୁ ଶକ୍ତି ଯୋଗାଉଥିଲା। ତା ଛଡ଼ା ସେ ଜଣେ ବିଶ୍ୱସ୍ତ କର୍ମଚାରୀ ଭାବରେ ତାଙ୍କର ରାଜା ଓ ରାଜନଗର ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ଥିଲା। ଯାହା ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ, ଏହି କଥା ଚିନ୍ତା କରି ସେ ରାଜନଗରରେ ରହିଥିଲେ। ଯାହାଫଳରେ ବିଦ୍ରୋହୀମାନେ ଫକୀରମୋହନଙ୍କୁ ବନ୍ଦୀ କରି ତାଙ୍କ ସର୍ଦ୍ଦାର ଧରଣୀଧର ପାଖକୁ ନେଇଗଲେ। ଭୂୟାଁମାନଙ୍କର ସର୍ଦ୍ଦାର ଧରଣୀଧର ଫକୀରମୋହନଙ୍କୁ ଏଡ଼େ ଏଡ଼େ ଆଖି କରି ଅନାଇ ପଚାରିଲେ, ଏ ମ୍ୟାନେଜର, ରାଜା ତ ରାଜା ନଗର ଛାଡ଼ି ଚାଲିଗଲେ। ତୁମେ ଏବେ କ'ଣ କରିବ? କୁଆଡ଼େ ଯିବ? ତୁମର ବିଚାର ହୋଇ ଦଣ୍ଡ ଭୋଗ କରିବ। ଚତୁର ଫକୀରମୋହନ କହିଲେ, ରାଜା ସିନା ପଳାୟନ କଲେ, ହେଲେ ଆପଣ ତ ଅଛନ୍ତି, ରାଜଭବନ ମଧ୍ୟ ଅଛି। ଭବିଷ୍ୟତରେ ଆପଣ ଏ ରାଜ୍ୟର ରାଜା ହେବେ। ଆପଣ ରାଜା ହେଲେ ଜଣେ ଦେୱାନ ବା ମ୍ୟାନେଜର ନିଶ୍ଚୟ ରଖିବେ। ମୁଁ ଆଜ୍ଞା ଚାକର ବାକର ଲୋକ, ମୁଁ ତାଙ୍କର ମ୍ୟାନେଜର ଥିଲି। ଆପଣ ରାଜା ହେଲେ ଆପଣଙ୍କର ମଧ୍ୟ ମ୍ୟାନେଜର ହେବି। ରାଜ୍ୟ ଶାସନ କାମରେ ଆପଣଙ୍କୁ ସାହାଯ୍ୟ କରିବି।